ମାନବ ଜୀବନ ଏକ ସୁନ୍ଦର ଯାତ୍ରା। ଏଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର ଭାବନା, ଆଚରଣ ଏବଂ ମନୋଭାବ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥାନ୍ତି। ଓଡ଼ିଶାର ସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛନ୍ତି ଚକୁଳିଆ ପଣ୍ଡା। ଏହି କାହାଣୀଟି ମଧ୍ୟ ତାଙ୍କ ଉପରେ ଆଧାରିତ, କିନ୍ତୁ ଏଥିରେ ଗଭୀର ଜୀବନ ଶିକ୍ଷା ରହିଛି। ଚାଲନ୍ତୁ କାହାଣୀଟିକୁ ଆରମ୍ଭ କରିବା। ପୁରୁଣା ସମୟରେ ଓଡ଼ିଶାର କିଛି ଲୋକ ବାସ କରୁଥିଲେ। ସେମାନଙ୍କର ବୃତ୍ତି ଥିଲା ଗାଁରୁ ଗାଁକୁ ଯିବା, ଠାକୁରମାନଙ୍କୁ ନୈବେଦ୍ୟ ଅର୍ପଣ କରିବା ଏବଂ ଭଲ କଥାରେ ଲୋକଙ୍କୁ ଆଶୀର୍ବାଦ କରିବା। ସେମାନଙ୍କୁ କୁହାଯାଉଥିଲା ଚକୁଳିଆ ପଣ୍ଡା। ଜଣେ ପଣ୍ଡାଙ୍କ ନାମ ଥିଲା ନୀଳମଣି। ସେ ଭଲ ଗୀତ ଗାଉଥିଲେ, ଠାକୁରଙ୍କ ଗାଥା ଗାଉଥିଲେ ଏବଂ ତାଙ୍କ ଜୀବନ ଅନେକ ଲୋକଙ୍କ ପାଇଁ ଆଶୀର୍ବାଦ ଥିଲା। ନୀଳମଣି ଦିନକୁ 3 ଥର ମନ୍ଦିରକୁ ଯାଉଥିଲେ, ନୈବେଦ୍ୟ ଦେଉଥିଲେ ଏବଂ ଗାଁରୁ ଗାଁକୁ ଯାଉଥିଲେ। ଲୋକମାନେ ତାଙ୍କୁ ନୈବେଦ୍ୟ ଅର୍ପଣ କରୁଥିଲେ, ଭକ୍ତି କରୁଥିଲେ। କିନ୍ତୁ କିଛି ସମୟ ପାଇଁ ତାଙ୍କ ମନରେ ଏକ ମାନସିକ ଗର୍ବ ସୃଷ୍ଟି ହୋଇଥିଲା। ନୀଳମଣି ଭାବିଲେ, ମୁଁ ଜଣେ ପଣ୍ଡା, ସମସ୍ତେ ମୋ ପାଇଁ ପ୍ରସ୍ତୁତ। ଯଦି ମୁଁ ନ ଯାଏ ତେବେ ଠାକୁର ଭୋଗ କିପରି ପାଇବେ? ଦିନକୁ ଦିନ ତାଙ୍କର ଗର୍ବ ବଢ଼ିଲା। ଯଦି ଗରିବ ବ୍ୟକ୍ତି କିଛି ଦେଇ ନପାରେ, ସେ ଠିକ୍ ଭାବରେ ଆଶୀର୍ବାଦ କରୁନଥିଲେ କିମ୍ବା କେତେବେଳେ ସେ କହୁଥିଲେ, ତୁମେ ମୋତେ କ'ଣ ଦେଇଥିଲ? ଏହି ଆଚରଣ ଠାକୁରଙ୍କୁ ଅସନ୍ତୁଷ୍ଟ କରିଥିଲା। ଗୋଟିଏ ଦିନ ନୀଳମଣି ଜଣେ ବୃଦ୍ଧ ଗରିବ ବ୍ୟକ୍ତିଙ୍କ ଘରକୁ ଗଲେ। ସେ ତାଙ୍କୁ ଏକ ଚିମୁଟାଏ ଲୁଣ ଏବଂ ମୁଠାଏ ଚାଉଳ ଦେଲେ। ନୀଳମଣି ହସି କହିଲେ, ଏହା ଭୋଗ ନୁହେଁ, ଏହା ଦାନ ପରି ଦେଖାଯାଉଛି। ତାପରେ ସେ ଘରକୁ ଫେରି ଆସିଲେ। ରାତ୍ରରେ ସେ ଗଭୀର ନିଦ୍ରାରେ ଶୋଇଥିବା ସମୟରେ ଏକ ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଆସି କହୁଛନ୍ତି, ନୀଳମଣି, ତୁମେ ଆଣିଥିବା ଲଡ଼ୁ ମୁଁ ଖାଇବି ନାହିଁ। ମୁଁ ପବିତ୍ର ଭକ୍ତି ଚାହେଁ। ତୁମେ ମୋ ପାଇଁ ଖାଦ୍ୟ ଆଣ, କିନ୍ତୁ ମନ ଭିତରେ ଗର୍ବ ସହିତ ଆସ। ଗରିବମାନେ ମୋ ପାଇଁ ସେମାନଙ୍କର ହୃଦୟ ଦେଇଛନ୍ତି। ସେମାନେ ମୋତେ କୌଣସି ସୁସ୍ୱାଦୁ ଖାଦ୍ୟ ନୁହେଁ, ବରଂ ମନ ଭିତରେ ଭକ୍ତି ରଖି ଆସନ୍ତି। ମୁଁ ସେମାନଙ୍କ ହୃଦୟରେ ଅଛି। ଚକୁଳିଆ ପଣ୍ଡା ନୀଳମଣି ବୁଝିପାରିଲେ। ସେହିଦିନଠାରୁ ନୀଳମଣି ଗରିବ ଘର, ନିମ୍ନ ସମାଜ, ଏପରିକି ଛୋଟ ଦାନ ଦେଲେ ମଧ୍ୟ নম্ରତାର ସହିତ ଗ୍ରହଣ କରିବା ସହ ଆଶୀର୍ବାଦ କରୁଥିଲେ। ସମସ୍ତଙ୍କୁ ଭଲ ବ୍ୟବହାର ଏବଂ ଭଲ ପାଇବା ଆରମ୍ଭ କଲେ। ସେ ବୁଝିପାରିଲେ, ହୃଦୟରେ ଭକ୍ତି ଏବଂ ପ୍ରେମ ସହିତ ଯାହା ଆସେ ତାହା ହିଁ ଠାକୁରଙ୍କ ଆନନ୍ଦ। ସେ ଆଉ କେବେ ବି ଗରିବ ଏବଂ ଧନୀ ମଧ୍ୟରେ ପାର୍ଥକ୍ୟ କଲେ ନାହିଁ। ଏହିଠାରୁ ଜଣେ ପଣ୍ଡାଙ୍କ ପୁନର୍ଜନ୍ମ ଆରମ୍ଭ ହୁଏ, ଯିଏ ହୃଦୟରୁ ଆଶୀର୍ବାଦ ଦେଉଥିଲେ, ହୃଦୟରୁ ଭକ୍ତି କରୁଥିଲେ। ସେ ସମସ୍ତଙ୍କୁ ବୁଝାନ୍ତି, ଠାକୁର ଖାଦ୍ୟରେ ଖୁସି ନୁହନ୍ତି, ବରଂ ଭାବନାରେ ଖୁସି ହୁଅନ୍ତି। ଆମେ ଯେଉଁଠାରେ ପ୍ରେମରେ ଅଛୁ, ସେଠାରେ ଠାକୁର ଅଛନ୍ତି। ଯେଉଁଠାରେ ଭକ୍ତି କରାଯାଏ, ସେଠାରେ ସମୟ, ସେଠାରେ ସ୍ୱୟଂ ଭଗବାନ ବାସ କରନ୍ତି। ଗର୍ବ ହେଉଛି ଅନ୍ଧକାର, নম্ରତା ହେଉଛି ଜ୍ଞାନର ପଥ, ଜ୍ଞାନର ଆଲୋକ। ଏହିପରି ପଣ୍ଡାଙ୍କ ହୃଦୟ ପବିତ୍ର ହୋଇଗଲା। ତାଙ୍କ ଜୀବନ ଦେଖି ଗାଁ ଲୋକମାନେ ମଧ୍ୟ ଶିଖିଲେ ଏବଂ ମନରେ ଭକ୍ତିଭାବ ଆଣିଲେ। ଏହି କାହାଣୀ ଆମକୁ ଏହା ଶିକ୍ଷା ଦିଏ ଯେ ଦେବତାଙ୍କ ପାଇଁ ପବିତ୍ର ମନ ଆବଶ୍ୟକ, ଆଡ଼ମ୍ବର ନୁହେଁ। ଯିଏ ଗର୍ବ ତ୍ୟାଗ କରି ଭକ୍ତି ଅଭ୍ୟାସ କରେ, ସେଠାରେ ଠାକୁର ନିଜେ ଆସନ୍ତି। ଭକ୍ତି ଗର୍ବରେ ମରିଯାଏ, କିନ୍ତୁ ଠାକୁର নম্ରତାରେ ତାଙ୍କ ହାତ ପାପୁଲିକି ସ୍ପର୍ଶ କରନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓକୁ ଲାଇକ୍, ସେୟାର ଆଉ ଆମ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିବେ। ଏହିଭଳି କିଛି ଏକ ଗଳ୍ପ ସହିତ କିଛି ନୂଆ କଥା ଶିଖିବା ପାଇଁ।